ଓମ୍ ଶାନ୍ତି। ସଚ୍ଚା ସୌଦାଗର ଶିବ ବାବାଙ୍କର ଆଦିରତ୍ନ ସନ୍ତାନମାନଙ୍କୁ ଶୁଭ ସକାଳର ଶୁଭ ଅଭିନନ୍ଦନ ଜଣାଇ ଆଜିର ପ୍ରଭୁଚିନ୍ତନର ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ସାରା ସୃଷ୍ଟିର ପ୍ରତ୍ୟେକ ଜିନିଷର ଏକ ନିର୍ଦ୍ଧାରିତ ସମୟସୀମା ରହିଛି। ତାହା ବସ୍ତୁ ହେଇଥାଉ, ବ୍ୟକ୍ତିବିଶେଷ ବା ଅନ୍ୟ କିଛି ବି ହେଇଥାଉ। ଯେପରି କୌଣସି ସ୍ଥାନରେ ମେଳା ଆଦି ଲାଗିଥାଏ, ଯାହା ନିର୍ଦ୍ଧାରିତ ସମୟସୀମା ବିଶିଷ୍ଟ ହେଇଥାଏ ଏବଂ ଯେତେବେଳେ ଅନ୍ତିମ ଦିବସ ପାଖେଇ ଆସିଥାଏ, ସମସ୍ତେ ସେହି ଅନୁସାରେ ପ୍ରସ୍ତୁତ ହୋଇଯାଇଥାନ୍ତି। ଏବେ ତ ବନ୍ଦ କରିବାକୁ ହେବ। ଠିକ୍ ସେହିଭଳି ଏହି ଜନ୍ମ ମୃତ୍ୟୁର ଦୁନିଆରେ ଆମର ଏହା ଅନ୍ତିମ ଜନ୍ମ। ଏହି କଥାର ସ୍ମୃତି ଦେବା ପାଇଁ ସର୍ବ ଆତ୍ମାଙ୍କର ପିତା ସର୍ବଶକ୍ତିମାନ ଜ୍ଞାନ ସାଗର ଜ୍ଞାନ ସୂର୍ଯ୍ୟ ପରମାତ୍ମା ଆସିଛନ୍ତି। କହୁଛନ୍ତି, ଏହା ତୁମର 84ତମ ଜନ୍ମ। ବର୍ତ୍ତମାନ ଘରକୁ ଫେରିବାକୁ ହେବ। ପୁନଃ ନିଜର ବାସ୍ତବିକ ରାଜ୍ୟ ସତ୍ୟଯୁଗୀ ସ୍ୱର୍ଗ ଦୁନିଆକୁ ଆସିବାକୁ ହିଁ ହେବ। ଏଥିପାଇଁ ତୁମକୁ ମୋ ସହିତ ସଚ୍ଚା ସୌଦା କରିବାକୁ ହେବ। ଯେଉଁମାନେ ବର୍ତ୍ତମାନ ସାହୁକାର ଅଛନ୍ତି, ଯେଉଁମାନଙ୍କୁ ପଇସାର ନିଶା ରହିଛି, ସେମାନେ ତ ତାଙ୍କର ରାଜ୍ୟ ସମ୍ଭାଳନ୍ତୁ। ସେମାନଙ୍କର ଧନ ବାବା ସ୍ୱୀକାର କରନ୍ତି ନାହିଁ। କାରଣ ଯେଉଁଠାରେ ଅହଂଭାବ ଅର୍ଥାତ୍ ମୁଁ ପଣିଆ ଥାଏ, ସେଠାରେ ମୁଁ ନଥାଏ। ଗରିବମାନଙ୍କୁ ହିଁ ବାବା ଉଚ୍ଚରୁ ଉଚ୍ଚ କରୁଛନ୍ତି। ଗରିବଙ୍କର ପାଇକୁ ସଫଳ କରି ସେମାନଙ୍କୁ ସାହୁକାର କରିଦେଉଛନ୍ତି। ସେଥିପାଇଁ ବାବାଙ୍କୁ ପକ୍କା ସୌଦାଗର କୁହାଯାଉଛି। ଯେପରି ସୁଦାମା ଖୁଦ ଭଜା ଦେଇ ମହଲର ମାଲିକ ହୋଇପାରିଥିଲେ, ତେଣୁ କଦାପି ମଧ୍ୟ ଆଳସ୍ୟର ବଶୀଭୂତ ହେବା ଉଚିତ ନୁହେଁ। କେତେକ ପିଲା ମୁରଲି ଅର୍ଥାତ୍ ବାବାଙ୍କର ମହାବାକ୍ୟକୁ ଶ୍ରୀମତକୁ ଶୁଣିବାରେ ବା ପଢ଼ିବାରେ ଅଳସ୍ୱାମୀ କରିଥାନ୍ତି, ମୁରଲିକୁ ମିସ୍ କରିଦେଇଥାନ୍ତି। ଶିବ ବାବା କହୁଛନ୍ତି, ପିଲାମାନେ ଏଥିରେ ଅଳସୁଆ ହୁଅ ନାହିଁ। ଏହି ମହାବାକ୍ୟ ଅମୂଲ୍ୟ ଅଟେ। ଗୋଟିଏ ଗୋଟିଏ ରତ୍ନ ଲକ୍ଷ ଲକ୍ଷ ବା ପଦ୍ମାପଦମ ସମ୍ପତ୍ତିର ସମାନ। ସେଥିପାଇଁ କୌଣସି ଦିନ ବି ଏହି ମୁରଲି ବା ମହାବାକ୍ୟକୁ ମିସ୍ କରିବା ଉଚିତ ନୁହେଁ। ସତ୍ ପିତା, ସତ୍ ଶିକ୍ଷକ, ସଦ୍ଗୁରୁ ପରମାତ୍ମା ଦୁନିଆରେ ଜଣେ ହିଁ ଅଟନ୍ତି, ଯିଏକି ସମସ୍ତଙ୍କୁ ମିଠା ସନ୍ତାନ ବୋଲି ସମ୍ବୋଧନ କରିଥାନ୍ତି। ଦୁନିଆରେ ଆଉ ଏପରି କେହି ନାହାନ୍ତି ଯିଏକି ଭାଷଣ କରିବା ସମୟରେ ବା ସମ୍ବୋଧନ କରିବା ସମୟରେ ମୋର ସନ୍ତାନ ବୋଲି କହିନଥାନ୍ତି। କୌଣସି ଗୁରୁ ଗୋସାଇଁ, ସାଧୁ ସନ୍ଥ ଏପରି ସମ୍ବୋଧନ କରିପାରିବେ ନାହିଁ। କାରଣ ସେମାନେ ସମସ୍ତେ ନିବୃତ୍ତି ମାର୍ଗବାଲା ଅଟନ୍ତି, ଗୃହତ୍ୟାଗୀ, ସଂସାର ତ୍ୟାଗୀ। ବର୍ତ୍ତମାନ ସେହି ସମୟ ଆସି ଉପନୀତ, ଯେତେବେଳେ କି ଗୀତାର ସେହି ମହାବାକ୍ୟକୁ ପାଳନ କରିବାର ସମୟ କି ସର୍ବଧର୍ମଂ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। ଜନ୍ମ ଜନ୍ମାନ୍ତରରୁ ଶାସ୍ତ୍ର ପୁରାଣ ପଢ଼ି ପଢ଼ି ଗୁରୁମତ, ପରମତ, ମନମତରେ ଚାଲି ଚାଲି ଆଜି
ଆମର ଅବସ୍ଥା ଏହିଭଳି ସମ୍ପୂର୍ଣ୍ଣ ପତିତ ଦୁଃଖୀ ହୋଇଯାଇଛି। ତେଣୁ ଏହି ଧର୍ମଗ୍ଲାନି ସମୟରେ ଭଗବାନ ଆସି ଏକ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି। ପ୍ରଜାପିତା ବ୍ରହ୍ମାଙ୍କ ମାଧ୍ୟମରେ ମନୁଷ୍ୟରୁ ଦେବତା ଭଳି ଗଢ଼ୁଛନ୍ତି। ତେଣୁ ଏଭଳି ମହାଭାଗ୍ୟର ଅଧିକାରୀ ହେବା ପାଇଁ ଶ୍ରେଷ୍ଠ ଜ୍ଞାନକୁ, ମହାବାକ୍ୟକୁ କେବେ ମଧ୍ୟ ଆଳସ୍ୟର ବଶବର୍ତ୍ତୀ ହେଇ ମିସ୍ କରିବା ଅନୁଚିତ। ଏକ ପରମାତ୍ମାଙ୍କର ଶ୍ରୀମତରେ ପୁରା ଚାଲିବା ଦରକାର। ଯେପରି ଦେବତାମାନେ ବରଦହସ୍ତ ହେଇଥାନ୍ତି ବା ବରଦାନୀ ସ୍ୱରୂପରେ ରହିଥାନ୍ତି, ସର୍ବଦା ହର୍ଷିତ ମୁଖରେ ରହିଥାନ୍ତି, ସନ୍ତୁଷ୍ଟତାର ମୂର୍ତ୍ତି ହେଇଥାନ୍ତି, ସେହିଭଳି ସମସ୍ତଙ୍କୁ ରାଜି ବା ସନ୍ତୁଷ୍ଟ କରିବାର ଅଛି। ମନମୋଟିଆ ହେବାର ନାହିଁ। କୁହାଯାଏ ନା, ମନୁଆ ଘୋଡ଼ା ବା ମନୁଆ ହାତୀ ମତ ହସ୍ତି, ସେଭଳି ହେବା ଅନୁଚିତ। ବହୁତ ମିଠା ସ୍ୱଭାବଯୁକ୍ତ ହେବାର ଅଛି। ପ୍ରତି ପାଦରେ ସୁପ୍ରିମ ସର୍ଜନ ବା ବୈଦ୍ୟରାଜଙ୍କ ଠାରୁ ରାୟ ନେବାର ଅଛି। କେତେବେଳେ ମାୟାର କୌଣସି ରୋଗ ଲାଗିଯାଉଛି, ତାର ଉପଚାର ନେଇଯିବାର ଅଛି। ଜ୍ଞାନବାନ ହୋଇ ପ୍ରତ୍ୟେକ ପଏଣ୍ଟକୁ ନିଜ ଭିତରେ ଧାରଣ କରିବାର ଅଛି। ଭଗବାନ ବରଦାନ ଦେଉଛନ୍ତି କି ତ୍ରିକାଳଦର୍ଶୀ ସ୍ଥିତିରେ ସ୍ଥିତ ରହି ଡ୍ରାମାର ପ୍ରତି ମୁହୂର୍ତ୍ତର ପ୍ରତ୍ୟେକଙ୍କର ଅଭିନୟକୁ ଦେଖୁଥିବା ଜ୍ଞାନବାନ ଆତ୍ମା ଭବ। ଏତିକି ସ୍ପଷ୍ଟ ଅନୁଭବ ହେଉ ଯେ କାଲି ଆମେ ଦେବତା ଥିଲୁ, ଏବେ ଆସନ୍ତାକାଲି ଦେବତା ମଧ୍ୟ ହେବୁ। ଆମକୁ 3 କାଳର ଜ୍ଞାନ ମିଳିଯାଇଛି। ଏହା ହେଉଛି ସର୍ବୋଚ୍ଚ ସମୟ, ସର୍ବଶ୍ରେଷ୍ଠ ସମୟ, ଯେଉଁ ସମୟରେ କି ସର୍ବୋଚ୍ଚ ଭଗବାନ ଆସି ସର୍ବଶ୍ରେଷ୍ଠ ମତ ଦେଉଛନ୍ତି ଏବଂ ଯେଉଁ ଶ୍ରେଷ୍ଠ ମତ ଦ୍ୱାରା ଶ୍ରେଷ୍ଠ ଦୁନିଆରେ ଶ୍ରେଷ୍ଠ ପଦ ମଧ୍ୟ ପ୍ରାପ୍ତ ହେଉଛି ଦେବୀ ଦେବତା ରୂପରେ। ଯେପରି କୌଣସି ଉଚ୍ଚ ସ୍ଥାନରୁ ସହରର ଦୃଶ୍ୟ ଉପଭୋଗ୍ୟ ହୋଇଥାଏ, ଆନନ୍ଦ ଦେଇଥାଏ, ସେହିଭଳି ଏହି ସଙ୍ଗମ ଯୁଗ ହେଉଛି ଯୁଗ ଶ୍ରେଷ୍ଠ, ସର୍ବୋଚ୍ଚ ସମୟ, ସର୍ବଶ୍ରେଷ୍ଠ ସମୟ। ଏହାର ମହତ୍ତ୍ୱକୁ ବୁଝିବା ଦରକାର। ସମସ୍ତଙ୍କର ଅଭିନୟକୁ ସାକ୍ଷୀ ହୋଇ ଦେଖିଲେ ବହୁତ ଆନନ୍ଦ ଆସିବ। କେବେ ମଧ୍ୟ ଅସନ୍ତୁଷ୍ଟି ବା କ୍ରୋଧ ବା ଦୁଃଖ ସ୍ପର୍ଶ ମଧ୍ୟ କରିପାରିବ ନାହିଁ, ଯେଭଳି ମଧ୍ୟ ପରିସ୍ଥିତି ହେଇଥାଉ। କାରଣ ଠିକ୍ ଯେଭଳି ଆମେ କୌଣସି ସିନେମାର ଦୃଶ୍ୟ ବା ଯାତ୍ରାର ଦୃଶ୍ୟ ଦେଖୁଥାଇଁ କେବଳ ଉପଭୋଗ କରିବା ପାଇଁ, ଠିକ୍ ସେହିଭଳି ସାକ୍ଷୀଦ୍ରଷ୍ଟା ହେଇ ସବୁକିଛି ଦେଖିଲେ ଆନନ୍ଦ ହିଁ ଆନନ୍ଦ ଆସିବ, ଦୁଃଖ ସ୍ପର୍ଶ କରିପାରିବ ନାହିଁ। ଯେଉଁମାନେ ସର୍ବଦା ଯୋଗଯୁକ୍ତ, ସେମାନଙ୍କୁ ସମସ୍ତଙ୍କର ସହଯୋଗ ସ୍ୱତଃ ହିଁ ପ୍ରାପ୍ତ ହୋଇଯାଇଥାଏ। କାରଣ ଯୋଗଯୁକ୍ତ କହିଲେ ନିଜକୁ ଜ୍ୟୋତିର୍ବିନ୍ଦୁ ଆତ୍ମା ନିଶ୍ଚୟ କରି ପରମାତ୍ମା ଜ୍ୟୋତିଙ୍କ ସହିତ ନିରନ୍ତର ବୁଦ୍ଧିର ଯୋଗକୁ ଲଗେଇ ରଖୁଥିବା ବ୍ୟକ୍ତି, ସେହିମାନେ ହେଉଛନ୍ତି ଯୋଗଯୁକ୍ତ। ଯେଉଁମାନେ ଭଗବାନଙ୍କର ସାଥିରେ ସର୍ବଦା ଅଛନ୍ତି, ପ୍ରକାରାନ୍ତରେ କହିଲେ ଭଗବାନ ସେମାନଙ୍କ ସାଥିରେ ଅଛନ୍ତି, ସେମାନଙ୍କୁ ସମସ୍ତେ ଅନ୍ତରର ସହିତ ସହଯୋଗର ହାତ ବଢ଼େଇବେ। ସହଯୋଗ ସବୁ କ୍ଷେତ୍ରରୁ
ସବୁ ସ୍ତରରୁ ସ୍ୱତଃ ହିଁ ପ୍ରାପ୍ତ ହୋଇପାରିବ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।